ଭଗବତୀ ଶରଣ। ଦର୍ଶକ ବନ୍ଧୁ, ଜନ୍ମଜାତକରେ ରାଜଯୋଗ ଯାହାକି ରାଜହଂସ ଯୋଗ, ଜନ୍ମଜାତକରେ ଯଦି ରାଜହଂସ ଯୋଗ ସଂଗଠିତ ହୋଇଥାଏ ତାହେଲେ ଜନ୍ମଜାତ ବ୍ୟକ୍ତି ସଂସାର କ୍ଷେତ୍ରରେ ନେତୃତ୍ୱ ବିସ୍ତାର କରିବା ସହିତ ଆଧିପତ୍ୟ ବିସ୍ତାର କରିଥାଏ। ଜନସମାଜରେ ମାନ୍ୟଗଣ୍ୟ ବ୍ୟକ୍ତି ଭାବେ ପରିଚିତ ହେବା ସହିତ କୁଳ ସମାଜରେ ଅଗ୍ରାଧିକାର ପ୍ରାପ୍ତି କରିଥାଏ। ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର କହେ ଘଟେ ମେଷେନରେ ଚାପେ ତୁଳାୟାମ ସିଂହକେ ଗ୍ରହେ ରାଜହଂସୋ ଭବେତ ଯୋଗୋ ରାଜସକ୍ଷମ ପ୍ରଦର୍ଶତା। ଯଦି ଜନ୍ମଜାତ କରି କୁମ୍ଭ ରାଶିରେ, ମେଷ ରାଶିରେ, ମିଥୁନ ରାଶିରେ, ଧନୁ ରାଶିରେ, ତୁଳା ରାଶିରେ ଏବଂ ସିଂହ ରାଶିରେ ଏହି 6ଟି ରାଶିରେ ଯଦି 9ଟି ଗ୍ରହ ଅବସ୍ଥାନ କରିଥାନ୍ତି ତାହେଲେ ଜନ୍ମଜାତକରେ ରାଜହଂସ ଯୋଗ ସଂଗଠିତ ହୋଇଥାଏ। ଜନ୍ମଜାତକରେ ଯଦି ମେଷ ରାଶିରେ, ମିଥୁନ ରାଶିରେ ଏବଂ ଧନୁ ରାଶିରେ ଶୁଭ ଗ୍ରହ ଅବସ୍ଥାନ କରିଥାନ୍ତି ଏବଂ ତୁଳା, ସିଂହ ଏବଂ କୁମ୍ଭ ରାଶିରେ ଯଦି ପାପ ଗ୍ରହ ଅବସ୍ଥାନ କରିଥାନ୍ତି ତାହେଲେ ବି ମଧ୍ୟ ରାଜହଂସ ଯୋଗ ସଂଗଠିତ ହୋଇଥାଏ। ସର୍ତ୍ତ କେବଳ ମାତ୍ର ଏତିକି, ମେଷ, ମିଥୁନ, ଧନୁ, ତୁଳା, ସିଂହ ଏବଂ କୁମ୍ଭ ରାଶିରେ ସମସ୍ତ ଗ୍ରହଗଣ ରହିଥିବେ। ଦର୍ଶକ ବନ୍ଧୁ, ଏପରି ଯୋଗଜାତ ବ୍ୟକ୍ତି ଅତ୍ୟନ୍ତ ସୁଖୀ ହେବା ସହିତ ସଂସାର କ୍ଷେତ୍ରରେ ପ୍ରତି ମୁହୂର୍ତ୍ତରେ ସୁଖ ଅନୁଭବ କରିଥାଏ। ଜନ୍ମଜାତକରେ ଯଦି ଗୋଟିଏ ରାଜଯୋଗ ସଂଗଠିତ ହୋଇଥାଏ ଏବଂ ଲଗ୍ନାଧିପତି ଯଦି ବଳବାନ ଅବସ୍ଥାରେ ରହିଥାନ୍ତି ତାହେଲେ ନିଶ୍ଚିତ ରୂପେ ରାଜଯୋଗଟି ଜନ୍ମଜାତକ ପ୍ରାପ୍ତି କରିଥାଏ। ଇଏ ଥିଲା ଜନ୍ମଜାତକରେ ରାଜହଂସ ଯୋଗ। ଏବେ ଅନୁମତି ଦିଅନ୍ତୁ। ନବମା ଭଗବତୀ ଶରଣ।